କହିବେ ଏଥର ରଜରେ ଆସୁଛି ଛକି ଶୂନ। ନାଇଁ ନାଇଁ ଏଥର ରଜରେ ଆସୁଛି 4ଟା ସିନେମା। ଏ ବର୍ଷ ରଜଟା ପୋଡ଼ପିଠା ଖାଇବା, ପିଲାମାନେ ପାନ ଖାଇବେ, ତା ସହିତ 4ଟି ଫିଲ୍ମକୁ ଅପସନ୍ ଦେବେ ଯେ କେଉଁ ଫିଲ୍ମ ନମ୍ବର 1 ଛକି ଶୂନ ଆସୁଛି ସୁପରଷ୍ଟାର ଓଡ଼ିଶାର ଭାଇଜାନ ଅନୁଭବ ମହାନ୍ତିଙ୍କର। ମୁଁ କାଲି ଯାଇଥିଲି ତାଙ୍କର, କାଲି ଥିଲା ଇଏ ଆପଣଙ୍କ ଟ୍ରେଲର ରିଲିଜ୍ ହେଲା, ପୋଷ୍ଟର ରିଲିଜ୍ ହେଲା, ମୋତେ ଡାକିଥିଲେ ଯାଇଥିଲି। ସବୁଠୁ ବଢ଼ିଆ ଲାଗିଲା, ଟ୍ରେଲରଟା ବହୁତ ବଢ଼ିଆ ହେଇଛି, ବହୁତ ବଢ଼ିଆ ହେଇଛି। ଯେହେତୁ ଅନୁଭବ ମହାନ୍ତି ସେ ତ ଛାଡ଼ିବେନି। ତାପରେ ଆଉ ଗୋଟେ ସିନେମା ହେଉଛି, ମୁଁ ବି ଅଛି ସେଥିରେ, ସେ ସିନେମାରେ ଅଭିନୟ ମୁଁ କରିଛି। ସେଇଟା ହେଉଛି ଶିକାର, ସାର୍ଥକର ଏବଂ ୟାର ସଚିକାନ୍ତ ଭାଇର ଏବଂ ଅମ୍ଲାନ ତା ଦେହରେ ଅଛି। ଆଉ ଗୋଟେ ସିନେମା ହେଉଛି ୟାର ଆମର କ'ଣ ତାଙ୍କ ନା, ଡାଏରୀ। ଡାଏରୀ 2ଟା ହେଉଛି, ଗୋଟେ ଡାଏରୀ ସିଦ୍ଧାର୍ଥ ମହାପାତ୍ର ଡାଏରୀ କ'ଣ ଏମିତି ଗୋଟେ, ଆଉ ଏଇଟା ଡାଏରୀ ଅର୍ଦ୍ଧେନ୍ଦୁ, ଯିଏ ଆଗରୁ ସବୁ ସିନେମାରେ ମୋତେ ନେଉଥିଲେ, ଏବେ ନେଉନାହାନ୍ତି। କିନ୍ତୁ ଏତିକି କହିବି, ଯିଏ ଯେଉଁଟା କରନ୍ତୁ, ଆମ ଓଡ଼ିଆ ସିନେମା 2 ପାଦ ଆଗକୁ ଯାଉଛି ଏବଂ ଆପଣମାନେ ଏଇ ଟିଭି ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି ଆସିକି, ଯେ ମିଟୁଏ କ'ଣ ଟିକେ କୁହନ୍ତୁ। ସେଇଟା ପାଇଁ ମୁଁ ପ୍ରଥମ ଧନ୍ୟବାଦ ଦେବି ମିଡ଼ିଆମାନଙ୍କୁ, ଯେଉଁମାନଙ୍କ ଦ୍ୱାରା ପ୍ରଚାରିତ 4,50,00,000 ଲୋକ ପାଖରେ ଖବର ପାଉଛି କେଉଁ ସିନେମା ହେଉଛି, କେତେବେଳେ ହେଉଛି, କେତେବେଳେ ତା ଅଡ଼ିଓ ରିଲିଜ୍ ହେଉଛି, କେତେବେଳେ ଟ୍ରେଲର ରିଲିଜ୍ ହେଉଛି, କେତେବେଳେ ଟିଜର ରିଲିଜ୍ ହେଉଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। କାହିଁ ଇଣ୍ଡଷ୍ଟ୍ରିରେ ମୁଁ 25 ବର୍ଷ କାମ କରି ଏବେ ବୁଢ଼ା ହେଇଗଲିଣି 55 ବର୍ଷର। ତେଣୁକରି ଏତିକି କହିବି, ଏ ରଜରେ ଛକି ଶୂନ ତ ଅନୁଭବ ମହାନ୍ତି ଷ୍ଟାର, ସେଠି ଏତେ କଥା କହିବାର ନାହିଁ। ସେ ତାଙ୍କର ତାରି ଭିତରେ ସବୁଠୁ ଇଣ୍ଟରେଷ୍ଟିଂ ଲାଗିଲା ମୋତେ ଯେ ଅନୁଭବ ମହାନ୍ତିଙ୍କର ଗୋଟେ ଗୀତ ଗାଇଲେ, ଯେଉଁ ଗୀତଟା ବାଳୁଙ୍ଗା ଟୋକା ଉପରେ ହେଇଛି, କିନ୍ତୁ ଯେଉଁ ଶବ୍ଦ ଯୋଡ଼ା ହେଇଛି ଯେଉଁ କଥାଟା, ସେଇଟା ବଢ଼ିଆ ଲାଗିଲା। କାହିଁକି ନା ମୋ ମନକୁ ଛୁଇଁଗଲା। ମୁଁ ଥିଲି ବମ୍ବେରେ, ଏ ଗୀତଟାକୁ ଯେତେବେଳେ ଶୁଣିଲି, ତାପରେ ଆସିଲି 5-6ଟା ଜାଗାରେ ଗେଷ୍ଟ ଗଲି, ସେଇ ଗୀତରେ ନାଚିଲି। ମୁଁ ଜମା ନାଚ ଶିଖିନି। କ'ଣ ହୁଏ ନା, ୱାନ୍ସ ଆପଣଙ୍କୁ ଲୋକଙ୍କ ଭଲ ପାଇବା ଯେତେବେଳେ ଓଡ଼ିଶାବାସୀଙ୍କର ମିଳିଗଲା ଯେ ଆପଣ ଜଣେ କଳାକାର, ଷ୍ଟାର ନୁହଁ, ମୁଁ ଷ୍ଟାର ବୁଝେନି। ଏବେ ମୁଁ ଯାଇଥିଲି, ମୋତେ ଯେତେବେଳେ ଲୋକ ସାର୍ ଡାକନ୍ତି, ମୋତେ ଲାଗେ ନାଇଁ ନାଇଁ ପାଣ୍ଡିଆନ ହେଉଛି ସାର୍, ଆମେ ସାର୍ ନୁହଁ, ଆମେ ହେଲୁ ଭାଇ ନହେଲେ ଦାଦା। ଭାଇ ଏଜଟା ତ ପଳେଇ ଆସିଲାଣି, ଦାଦା ସମସ୍ତେ ଡାକୁଛନ୍ତି। ତେଣୁକରି ଓଡ଼ିଆ ସିନେମା କର୍ମଟ ବଦଳିଛି ଏବଂ ପଇସା ରିଟର୍ନ ଆଇଲା। ବୋଉ ବୁଟୁ ଭୂତରେ 20 କୋଟି ଧରିକି ବାବୁସାନ ନବିଆ ହିନ୍ଦୀ ଫିଲ୍ମ କଲେଣି। ତେଣୁକରି ସମସ୍ତେ 2 ଷ୍ଟେପ୍ ଆଗକୁ ଗଲେ, ଆମେ ଯେଉଁ ତଳେ ପଡ଼ିଛୁ ଟିକେ ଟିକେ ଆସ୍ତେ ଆସ୍ତେ ଆମେ ଆସିବା।